ପିଲାମାନେ ଏଇଟା ହେଉଛି ପେଜ୍ ନମ୍ବର 95ର ପ୍ରଶ୍ନ। କ'ଣ କହିଲା ଦେଖ, ୟୁର ମୂଲ୍ୟକୁ ବ୍ୟବହାର କରି ଉଦାହରଣ ଦେଖି ଖାଲି କୋଠରୀ ପୂରଣ କର। 5u ଏବଂ 5 + ୟୁର ମୂଲ୍ୟକୁ ତୁଳନା କର। ପିଲାମାନେ ଏଇ ସ୍ଥାନ ଗୁଡ଼ିକରେ ଦେଖ ୟୁର ମୂଲ୍ୟ ଗୁଡ଼ିକ ଦେଇଦେଇଛି। ଆମେ 5uର ମୂଲ୍ୟ କାଢ଼ିବା ଏବଂ 5 + ୟୁ, ବା ଆମେ ଯଦି ସହଜ ଭାଷାରେ ବୁଝିବା 5ରେ ୟୁ ଗୁଣନ କରିବା, ଏଇଠି 5ରେ ୟୁ ଯୋଗ କରିବା। ତେବେ କାହାର ମୂଲ୍ୟ ଅଧିକ ହେବ ଆମେ ତୁଳନା କରିବା। ତେବେ 5 × ୟୁ, ଯଦି ୟୁର ମୂଲ୍ୟ 2 ହେଲା ତେବେ 5 × 2 10 ହେବ। ୟୁର ମୂଲ୍ୟ ଯଦି 2 ହେବ 5 + 2 7 ହେବ। ତେବେ 10 ଆଉ 7 ଭିତରେ ବଡ଼ କିଏ? 10 ବଡ଼। ମାନେ ଆମେ ଜାଣିବାକୁ ପାଉଛେ, ଆମେ ଯଦି ଗୋଟିଏ ସଂଖ୍ୟାରେ ସମାନ ସଂଖ୍ୟାକୁ ଗୁଣନ କରୁ ତେବେ ଯୋଗ କରିବା ଅପେକ୍ଷା ବଡ଼ ସଂଖ୍ୟା ମିଳେ। ମାନେ ଗୁଣନ କଲେ ବଡ଼ ସଂଖ୍ୟା ମିଳେ, ଯୋଗ କଲେ ସାନ ସଂଖ୍ୟା ମିଳେ। ସେମିତି ୟୁ ସମାନ ଯଦି ଆମେ 11 ରଖିବା ତେବେ 11 × 5 ଆସିଯିବ 55। କିନ୍ତୁ ଯଦି ଆମେ 11ରେ 5 ଯୋଗ କରିବା 11 + 5 କେତେ ଆସିବ ପିଲେ? 16 ଆସିବ। ଠିକ୍ ନା ନାହିଁ? ୟୁ ସମାନ ଯଦି 8 ପୁଟ୍ କରିବା 5 × 8 40 ଆସିବ। ଏଇଠି ଯଦି ଯୋଗ କରିବା 8 ଆଉ 5 13 ଆସିବ। 5 × ୟୁ, ୟୁ ସ୍ଥାନରେ ଯଦି 5 ପକାଇବା 5 × 5 25 ହେବ। କିନ୍ତୁ ଯଦି ଏଇଠି ଆମେ ୟୁ ସ୍ଥାନରେ 5 ପକାଇବା 5 + 5 10 ହେବ। ତାମାନେ ଏଇ ଯେତେ ସବୁ ଗୁଣନ କଲେ ତାର ମୂଲ୍ୟ ଅଧିକା ବାହାରୁଛି, ଯୋଗ କଲେ ତା ଅପେକ୍ଷା କମ୍ ବାହାରୁଛି। ମାନେ ଆମେ ଜାଣିଲେ 5u ଇଜ୍ ଗ୍ରେଟର ଦେନ୍ 5 + ୟୁ। ଏଇଟା ଆମେ ଫାଇନାଲି ପାଇଲେ ଯେ କୌଣସି ସମାନ ସଂଖ୍ୟାକୁ ଗୁଣନ କଲେ ଏବଂ ଯୋଗ କଲେ ଗୁଣନ କରିଥିବା ସଂଖ୍ୟାଟି ଅଧିକା ଆସିବ। ବୁଝି ହେଇଛି ନା? ନେକ୍ସଟ ଦେଖିବା। ସେମିତି ପିଲେ ଏଇଠି ୱାଇର ମୂଲ୍ୟ ଦେଇଛି 10y - 3 ଏବଂ 10y - 3ର ମୂଲ୍ୟ ତୁଳନା କରିବାକୁ କୁହାଯାଇଛି। 10y - 3 ମାନେ ପିଲେ 10 × y - 3। ଏବଂ ଏଇଠି ଯଦି ଆମେ ପକାଇବା ବ୍ରେକେଟ୍ ଭିତରେ ଥିବା y ସ୍ଥାନରେ yର ମୂଲ୍ୟ ପକାଇବା। ପ୍ରଥମେ ଏଇଗୁଡ଼ିକର ମୂଲ୍ୟ କାଢ଼ିବା। ଦେଖ ପିଲେ, y ସମାନ ଯଦି ଆମେ 2 ରଖୁଛେ ତେବେ 10 × 2 - 3। ଦେଖ ପିଲେ, y ସ୍ଥାନରେ ମୁଁ ରଖିଲି 2, ତେବେ 10 × 2 20 - 3 ଆସିଗଲା କେତେ? 17। ସେମିତି ଏଇଠି ଯଦି ମୁଁ 0 ପକାଇବି 10 × 0 - 3, ତେବେ ଆସିଲା 0 - 3 = କେତେ? -3। ତେଣୁ ଏଇଠି ଆସିଯିବ -3। ଯଦି ମୁଁ y ସ୍ଥାନରେ 10 ପକାଉଛି 10 × 10 - 3, 10 10 ପିଲେ 100 - 3 ଆସିଗଲା 97। ଏଇଠି ଲେଖିବା 97। y ସ୍ଥାନରେ ଯଦି ମୁଁ 7 ପକାଉଛି ତେବେ 10 × 7 - 3, 10 × 70 - 3 67। ତେବେ ଏଇଠି ଆସିବ 67। ସେମିତି ମୁଁ ଯଦି 10 ହୋଲ୍ ଇଣ୍ଟୁ y - 3ର ମୂଲ୍ୟ କାଢ଼ିବି, y ସ୍ଥାନରେ ଯେତେବେଳେ ଆମେ 2 ରଖୁଛେ -2 ଆସିଛି। ସେମିତି y ସ୍ଥାନରେ ଯଦି 0 ରଖିବା ତେବେ କେତେ ଆସିବ ଦେଖିବା। 10 × 0 - 3, ତେବେ 10 × 0 - 3 କଲେ କେତେ ଆସିବ ପିଲେ? -3। ଏବଂ 10 × -3 କଲେ ଆସିବ -30। ଆସିଗଲା -30। ସେମିତି y ସ୍ଥାନରେ ଯଦି 7 ପକାଇବା 10 ହୋଲ୍ ଇଣ୍ଟୁ 7 - 3, 7 - 3 କଲେ କେତେ ଆସିବ? 10 × 4 = 40। ତେଣୁ ଏଇଠି ଆସିବ 40। y ସ୍ଥାନରେ ଯଦି 10 ପକାଇବା 10 ହୋଲ୍ ଇଣ୍ଟୁ 10 - 3, 10 × 10 - 3 ହେଉଛି 7। ତେବେ 10 × 7 = 70। ଏଇଠି ଆସିଲା 70। ଏଇ ଦୁଇଟିକୁ ଯଦି ଆମେ କମ୍ପାରିଜନ୍ କରିବା ତେବେ ମଧ୍ୟ 10y - 3ର ମୂଲ୍ୟ ଅଧିକା ଆସୁଛି ଏବଂ 10 ହୋଲ୍ ଇଣ୍ଟୁ y - 3ର ମୂଲ୍ୟ କମ୍ ଆସୁଛି। ତେଣୁ ଆମେ ଲେଖିପାରିବା 10y - 3 ଗ୍ରେଟର ଦେନ୍ 10 ହୋଲ୍ ଇଣ୍ଟୁ y - 3। ବୁଝିହେଇଛି ନା ପିଲେ? ଆମକୁ ତୁଳନା କରିବା ପାଇଁ କୁହାଯାଇଥିଲା କାହାର ମୂଲ୍ୟ ଅଧିକା, କାହାର ମୂଲ୍ୟ କମ୍। ନେକ୍ସଟ ଦେଖିବା। ନିମ୍ନ ଚିତ୍ରରେ ଦିଆଯାଇଥିବା ସଂଖ୍ୟାଗୁଡ଼ିକୁ ଯୋଗ କର, ଅନୁରୂପ ପରିପ୍ରକାଶ ଗୁଡ଼ିକ ଲେଖ ଏବଂ ସରଳ କର। ପ୍ରତ୍ୟେକ ଚିତ୍ରରେ ସଂଖ୍ୟାକୁ 2ଟି ଭିନ୍ନ ଉପାୟରେ ସୂଚାଅ ଏବଂ ଦେଖ
प्रत्येक क्षेत्र में समान मूल्य मिलिबो। तेबे पिला माने प्रथमे आमे जोग करिबा। एई चित्रटा देख 5y प्लस -6 प्लस x प्लस x प्लस 2 प्लस 5y। आमे जेतेबेले जोग किंबा वियोग करू कोन करू सदृश्य पद गुडी को पाखो को आणु। 5y रो सदृश्य पद एइठी गोटे 5y अछि तेनु 5y प्लस 5y। तापरे पिले x एइठी गोटे x अछि x प्लस x। तापरे पिले संख्या प्लस माइनस माइनस तेनु एइठी हि जिवो -6 प्लस 2। तेबे आसीगला 5y प्लस 5y 10y प्लस 2x माइनस 4 -6 प्लस 2 इक्वल टू -4। तेबे आमर उत्तर आसिला एतिकी। किंतु प्रश्न रे कहिछि दुईटी भिन्न उपाय रे सुचाओ। आमे आउ गोटे उपाय रे लिखिबा 5y प्लस -6 प्लस x प्लस x प्लस 2 प्लस 5y। पिला माने टिके लक्ष्य करो एइठी गोटे 5y अछि एइठी गोटे 5y अछि तेणु आमे लिखि परिबा 2 * 5y। ठीक ना नहीं सेमिति एइठी गोटे x अछि एइठी गोटे x अछि तेणु आमे लिखि परिबा 2 * x। आउ बाकी रहिला -6 प्लस 2। तेबे 2 * 5y आसीगला 10y प्लस 2 * x आसीगला 2x एवं -6 प्लस 2 आसीगला -4। शेष रे कहितिला प्रत्येक क्षेत्र रे समान मूल्य मिलुछि कि नाही देखो। पिला माने एइठी मध्य आमे पाइले 10y प्लस 2x - 4 एइठी मध्य पाइले 10y प्लस 2x - 4। सेमिति पिले द्वितीय प्रश्न को जिबा। एइठी जदि आमे लक्ष्य करिबा 2p अछि पिले देखो चारोटी 2p 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 एवं 2p तेणु आमे चारोटी 2p को पाखरे लिखिबा 2p प्लस 2p प्लस 2p। सेमिति 3q अछि चारोटी ठीक ना नहीं पिले तेणु 3q को मध्य चारोटी पाखरे पाखरे लिखिबा 3q प्लस 3q प्लस 3q प्लस 3q। एइठी जदि देखिबा दुईटी 3 अछि तेणु 3 प्लस 3 आउ -2 -2 -2 -2। पिला माने चारोटी 2p अछि तेणु हेइ जिवो 8p। चारोटी 3q अछि तेणु हेइ जिवो 12q। तापरे रहिला 3 प्लस 3 6 एवं -2 -2 आसिला -4। तेबे शेष रे हमर उत्तर आसीबो 8p प्लस 12q प्लस 2। एटा होछि मेथड 1। एटा गोटे उपाय। आउ केमिति करि परिबा जेहेतु चारोटी 2p अछि आमे लिखि परिबा 4 गुणन 2p प्लस चारोटी 3q अछि तेणु लिखि परिबा 4 गुणन 3q। बाकी रहिला दुईटी 3 अछि तेणु लिखि परिबा 2 गुणन 3 आउ जेहेतु दुईटी -2 अछि तेणु लिखिबा 2 गुणन -2 ठीक ना नहीं। एबे देखिबा 4 गुणन 2p केते आसीबो 4 * 2p = 8p। 8 आसीबो 12q 2 * 3 6 तापरे आसिला -4। तेबे 8p को रहिला 8p एठी आसिला 12q 6 रु 4 गले केते पिले 2 प्लस 2। देखो पिले एइठी जेते उत्तर आसिला एइठी मध्य सेतिकी उत्तर आसिला सेइटा ही से कहिथिला तुमे संख्या दुईटी को भिन्न उपाय रे सुचाओ एवं देखो प्रत्येक क्षेत्र रे समान मूल्य मिलुछि कि नाही। समान मूल्य मिलुछि तर पिले ठीक अछि। एबे तृतीय प्रश्न को जिबा। टिके लक्ष्य कर पिले 5g केतोटी अछि -5g अछि 1 2 3 4। तेबे आमे -5g गुडी को आगरे लिखिबा -5g प्लस -5g प्लस -5g प्लस -5g। सेमिति 5 के गुडा केतोटी अछि 1 2 3 4 5 6 7 8 9 10 11 12 12 टी 5 के को लिखिबा। तेबे एई सब को जोग कले -5g प्लस माइनस एटा पिले -5g 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 एवं जेहेतु 5 के गुडी को 12 टी अछि तेणु केते हि जिवो 61। तेबे हमर उत्तर आसीबो
ମାଇନସ୍ -5 -5 -5 -5 ଆସିଯିବ -20 -20g ପ୍ଲସ୍ 60k ବା ଆମେ ଲେଖିପାରିବା 60k -20g। ଆମେ ଆଉ ଗୋଟେ ଉପାୟରେ ଲେଖିବା, ଯେହେତୁ -5g ଗୁଡ଼ିକ 4ଟି ଅଛି ତେଣୁ ଲେଖିପାରିବା 4 ଗୁଣନ -5g ପ୍ଲସ୍ ଯେହେତୁ 5k ଗୁଡ଼ିକ 12ଟି ଅଛି ତେଣୁ 12 × 5k 4 × -5g ଆସିଯିବ -20g ପ୍ଲସ୍ 12 × 5k ଆସିବ 12 ପଞ୍ଚାଙ୍ଗ 60k। ତେବେ ଏଇଟାକୁ ମଧ୍ୟ ଓଲଟେଇକି ଲେଖିଦେଲେ 60k -20g। ତେବେ ଏଇଠି ମଧ୍ୟ ଉତ୍ତର ଗୁଡ଼ିକ ଦୁଇଟି ସମାନ ଆସିଲା। ନେକ୍ସଟ ପ୍ରଶ୍ନ ଦେଖିବା। 2 ନମ୍ବର କହୁଛି ପିଲେ ନିମ୍ନସ୍ଥ ପରିପ୍ରକାଶ ଗୁଡ଼ିକ ସରଳ କର। ଏ ନମ୍ବର ଦେଖ p ପ୍ଲସ୍ p ପ୍ଲସ୍ p ପ୍ଲସ୍ p 4 ଥର p ଯୋଗ ହେଇଛି ତେଣୁ ଆସିଯିବ 4p। ସେମିତି ଏଇଠି ପିଲେ p ଏଇଟା p ସଦୃଶ ପଦ ଗୁଡ଼ିକୁ ପାଖକୁ ଆଣିବା p ପ୍ଲସ୍ p ବାକି ରହିଲା -q। ତେବେ p ପ୍ଲସ୍ p ହେଇଗଲା 2p ଏବଂ -q ହେଇଗଲା -2q। ପିଲାମାନେ ଏଇଠି କେମିତି ହେଉଛି -2 କେମିତି ହେଲା ଜାଣିଛ? ଦେଖ ମୁଁ ଗୋଟିଏ ସହଜ ଉପାୟ କହିଦେଉଛି। ମନେକର ପିଲେ -2 ପ୍ଲସ୍ 4 ଅଛି। ଯେତେବେଳେ ବି ମାଇନସ୍ ଥିବ ତମେ ଭାବିବ କିଛି ଜିନିଷ ଆମେ ଧାର କରିଛେ ବା ଟଙ୍କା ଧାର କରିଛେ, ଆଉ ପ୍ଲସ୍ ମାନେ ହେଉଛି ସେଇ ଧାର କରିଥିବା ଟଙ୍କାକୁ ଆମେ ସୁଝୁଛୁ ବା ସୁଝିବା। ତେବେ -2 ପ୍ଲସ୍ 4 2 ଟଙ୍କା ଧାର ଥିଲା, ଆମେ 4 ଟଙ୍କା ଦୋକାନୀକୁ ଦେଲେ ବା ସୁଝିଲେ। ତେବେ କ'ଣ ହେବ? ଦୋକାନୀ ମୋତେ 2 ଟଙ୍କା ଫେରାଇ ଦେବ, ତେଣୁ ଆନ୍ସର୍ ଆସିବ +2। ସେମିତି -3 -7 3 ଟଙ୍କା କ'ଣ ଥିଲା? ଧାର ଥିଲା। ପୁଣି ଆମେ 7 ଟଙ୍କା କ'ଣ କଲେ? ଧାର କଲେ। ତେବେ ମୋଟ କେତେ ଟଙ୍କା ଧାର ହେଇଗଲା? 10 ଟଙ୍କା, ତେଣୁ -10। ସେମିତି -7 +7 -7 ମାନେ ପିଲେ 7 ଟଙ୍କା ଧାର ଥିଲା, +7 ମାନେ ପିଲେ 7 ଟଙ୍କା ସୁଝିଦେଲେ। 7 ଟଙ୍କା ଧାର ଥିଲା, 7 ଟଙ୍କା ଯଦି ସୁଝି ଦିଆଯାଉଛି ତେବେ ଆନ୍ସର୍ କେତେ ଆସିବ? 0। ଜାଣିପାରିଲ? ତେବେ ସେଇ ହିସାବରେ ଆମେ ଏଇ ଦିଆଯାଇଥିବା ପ୍ରଶ୍ନ ଗୁଡ଼ିକୁ ଏବେ କରିବା। ତାପର ପ୍ରଶ୍ନ କ'ଣ କହିଲା ପିଲେ ଦେଖ, p ପ୍ଲସ୍ q -p ପ୍ଲସ୍ q। ଏଇଠି ପିଲେ -p ପ୍ଲସ୍ qକୁ ବନ୍ଧନୀ ଭିତରେ ରଖିଛି, ତେଣୁ ଆମେ ବନ୍ଧନୀକୁ ଖୋଲିବା। p ପ୍ଲସ୍ q -p -q। ଯେତେବେଳେ ବି ବନ୍ଧନୀ ପୂର୍ବରୁ ବିୟୋଗ ଚିହ୍ନ ଥିବ, ବନ୍ଧନୀ ଖୋଲିଲେ ଭିତରେ ଥିବା ଚିହ୍ନ ଗୁଡ଼ିକ ଚେଞ୍ଜ ହେଇଯିବ। ଯେମିତି ଏଠି ପ୍ଲସ୍ ଥିଲା ମାଇନସ୍ ହେଇଗଲା। ତେବେ ଦେଖିବା p -p ସଦୃଶ ପଦ ଗୁଡ଼ିକୁ ପାଖକୁ ଆଣିଲି, +q -q। ତେବେ କେତେ ଉତ୍ତର ହେଇଯିବ? p -p ହେଇଗଲା 0, q -q ହେଇଗଲା 0। ତେଣୁ ଆମର ଫାଇନାଲି ଉତ୍ତର ଆସିଲା 0। ସେମିତି ଏଠି ଦେଖିବା 2d -d କେତେ ହେଇଯିବ? 2dରୁ d ବିୟୋଗ କଲେ ଆସିବ d, dରୁ ପୁଣି d ବିୟୋଗ କଲେ ଆସିବ 0, ବାକି ରହିଗଲା -d, ତେଣୁ ଉତ୍ତର ଆସିବ -d। ବୁଝିହେଇଛି ନା ପିଲେ? ସେମିତି ଏଇଠି ଯଦି ଦେଖିବା 2d -d, 2dରୁ d ଗଲେ ପିଲେ କେତେ? d ମାଇନସ୍, ଯେହେତୁ ବ୍ରେକେଟ୍ ଅଛି ବ୍ରେକେଟ୍ ଖୋଲିଲେ ଚିହ୍ନ ଗୁଡ଼ିକ ଚେଞ୍ଜ ହେଇଯିବ, ତେଣୁ d - d ପ୍ଲସ୍ c। ଏଇଠି d - d ତ କଟିଯିବ ବା 0 ହେଇଯିବ, ତେଣୁ ଆମର ଉତ୍ତର ଆସିବ +c ବା ଖାଲି c। ସେମିତି F ନମ୍ବର କହିଲା ପିଲେ 2d - d, 2dରୁ d ବିୟୋଗ କଲେ କେତେ ଆସିବ? d ଆସିବ। -c, c ଟଙ୍କା ଧାର ଥିଲା, ପୁଣି ମୁଁ c ଟଙ୍କା ଧାର କଲି, ତେବେ 2ଟି c ଆସିବ, ମାନେ 2ଟି c ମୁଁ ଧାର କଲି, ତେଣୁ d - 2c। ମନେ ରଖ ପିଲାମାନେ, ଯଦି ଅଜ୍ଞାତ ରାଶି ଗୁଡ଼ିକ ଅଲଗା ଥିବେ, ଯେମିତି ପିଲେ ଏଇଠି 2ଟି ଅଜ୍ଞାତ ରାଶି ଅଛି, ଗୋଟେ ହେଉଛି d ଆଉ ଗୋଟିଏ c, ତେବେ ଅଜ୍ଞାତ ରାଶିମାନଙ୍କ ଭିତରେ କେବେ ବି ଯୋଗ ବିୟୋଗ ହେଇପାରିବ ନାହିଁ। ଯେମିତି ପିଲେ a ପ୍ଲସ୍ b, ଏଇ ଦୁଇ ଜଣଙ୍କ ଭିତରେ କେବେ ବି ଯୋଗ ହେଇପାରିବ ନାହିଁ। -b ପ୍ଲସ୍ c କେବେ ବି ହେଇପାରିବ ନାହିଁ। ଯୋଗ ବିୟୋଗ ହେବା ପାଇଁ ସଦୃଶ୍ୟ ପଦ ହେଇଥିବା ଦରକାର ବା ଅଜ୍ଞାତ ରାଶି ଗୁଡ଼ିକ ସମାନ ହେଇଥିବା ଦରକାର। ସେମିତି g ନମ୍ବର ଦେଖ ପିଲେ p ପ୍ଲସ୍ p ପ୍ଲସ୍ p ପ୍ଲସ୍ q, 3ଟି p ଅଛି, ତେଣୁ ଆସିଯିବ 3p, ବାକି ରହିଲା କିଏ? +q। ଏଇ ଦୁଇଟି ଯୋଗ ହେବ ନାହିଁ, କ'ଣ ପାଇଁ? ଏଇ ଦୁଇଟି ଅସଦୃଶ ପଦ। ସେମିତି h ନମ୍ବର ପିଲେ ଦେଖ p ପ୍ଲସ୍ p, 2ଟି p ଅଛି, ମୁଁ ପାଖକୁ ଆଣିଲି,
बाकी रहिला प्लस क्यू माइनस क्यू प्लस क्यू माइनस क्यू तो पिले 0 हो जिवो तेबे p प्लस p केते आसीगला 2p सेमिति p एठी रहिला माइनस p एठी q एठी रहिला q तेणु p माइनस p प्लस q सदृश पदगुड़ी को मु पाखकु आनिकी जोग वियोग करिवि तेबे p आउ p कटिगला q प्लस q केते हिगला 2q सेमिति जे नंबर p एठी गोटे अछि माइनस q आउ माइनस q सदृश पदगुड़ी को पाखकु आनिबा p को p रो पाखकु आनिबा q को q रो पाखकु आनिबा तेबे p माइनस q माइनस q p माइनस p तो कटिगला पिले तेबे माइनस q केते हेबो माइनस 2q सेमिति 2d माइनस d केते ही जिवो पिले d एटा आसीबो d रु पुणी माइनस d जिवो ता माने आसीबो 0 तेबे 0 माइनस c इक्वल टू ही गला माइनस c पिला माने एटा देखो 2d ब्रैकेट आमे खोलिबा बा एठी जदि आमे देखिबा d माइनस d 0 ही जाउची कटि जाउची तेबे 2d एपटे रहिला माइनस c 2d माइनस c बुझी हिच ना पिले जो माने बुझी पारि छो 2a माइनस a प्लस a एटार आंसर मते कमेंट बॉक्स रे लेखि कि जणाओ सेइठु मु जानिबी किए केते बुझी पारि छो नेक्स्ट देखिबा पिला माने एइटा होउछि पेज नंबर 97 रे थिबा प्रश्न आमको किछि बीजगणितिक परिप्रकाश देई देइछि तार सरलीकृत रूप निजे सॉल्व करिकि देइछि आमे ताकू जांच करिबा ठीक अछि कि नाही जदि भूल थिबो तेबे ठीक सरलीकृत रूपटी को लेखिबा जेमिति प्रथम प्रश्न कहिला 3a + 2b पिला माने लक्ष्य करो a एवं b दुईटी असदृश पद जदि असदृश पद दुईटी केबे जोग हेबे कि हेबेनी ना तेणु 5 केबे भी आंसर आसीबोनी तेणु उत्तर केते हेबो 3a + 2b सेमिति 2 नंबर जदि देखिबा 3b - 2b - b 3b - 2b एवं -b केते ही जिवो -3b तेणु 3b - 3b = 0 तेणु एटा पिले ठीक देइछि 3 नंबर 6 होल इनटू p + 2 एटा पिले बंटन नियम अनुसार गुणन होबो 6 थरे p सहित 6 थरे 2 सहित 6 * p हे जिवो 6p + 6 * 2 हे जिवो 12 आंसर आसीबो 6p + 12 किंतु उत्तर देइछि 6p + 8 तेणु एटा भूल देइछि 4 नंबर देखिबा 4x + 3y - 3x + 4y तेबे लेखिबा 4x + 3y जदि आमे बंधनी खोली दउचे भितरे थिबा चिन्ह गुडी को चेंज हे जिवो -3x + 4y हे जिवो -4y तेबे 4x आउ -3x केते आसीबो 4x - 3x हे जिवो x एवं 3y - 4y हे जिवो -y तेबे उत्तर आसिला x - y किंतु आमको देइछि x + y तेणु एइटा मध्ये भूल देइछि सेमिति पिले क्वेश्चन नंबर 5 5 - 2 - 6z एटा पिले ब्रैकेट भितर अछि तेणु आमे बंधनी को खोलिबा जेतेबेले बंधनी को खोलिबा प्लस टा माइनस माइनस टा प्लस हे जिवो तेणु 5 - 2 + 6z 5 - 2 हे जिवो 3 + 6z एटा हे जिवो उत्तर किंतु एठी जेहेतु 3 - 6z देइछि उत्तर भूल देइछि सेमिति 6 नंबर पिले 2 + x + 3 बंधनी पूर्वरु प्लस अछि माइनस चिन्ह नाही तेणु चिन्ह परिवर्तन हेबो नाही 2 + x + 3 2 + 3 ही गला 5 तेणु x + 5 ही गला हमर आंसर किंतु एठी 2x - 6 देइछि जहा कि पूरा पूरी भूल 7 नंबर 2y + 3y - 6 एठी मध्ये 2y + 3y - 6 2y एवं 3y हे गला 5y - 6 एटा मध्ये भूल देइछि 8 नंबर पिले 7p - p 7p रु गोटे p पळैले केते रहइबो 6p + 5q - 2q 5टा q रु 2टा q पळैले रहिबो 3q तेणु एटा हि जिवो उत्तर किंतु एठी पिले 7p जेहेतु देइछि तेणु उत्तर भूल 9 नंबर पिले बंटन नियम अनुसार करि परिबा 5 होल इनटू 2w + 3x
प्लस 4w एटी पिले 2w अच्छी एटी 4w तेबे केते ही जीवो 5 होल इंटू 6w प्लस 3x एबे आमे बंटन नियम अनुसार गुणन करिबा 5 इंटू 6 30w प्लस 5 3 15 15x तेणु एटा मध्य भूल देइछि जेहेतु 10w एवं 20w को से समाधान करिनी तेणु आमे कहि परिबा भूल 10 3j प्लस 6k प्लस 9h प्लस 12 पिला माने टिके लक्ष्य करो एई जो 6 अछि 6 को आमे लिखि परिबा ना 3 गुणन 2 सेमिति 9 को लिखि परिबा 3 गुणन 3 3 गुणन 3 एवं 12 को लिखि परिबा 3 गुणन 4 आमे लक्ष्य कले सबु स्थान रे 3 गोटिए संख्या कॉमन अछि तेणु मु 3 को बाहर को आनी आसिली प्रथमे किए रहिला j रहिगला द्वितीय रे रहिला 2k तृतीय रे रहिला 3h एवं चतुर्थ रे रहिला 4 एटा तबे ही जीवो आंसर जहा कि पूरा पूरी सेम देइछि तेणु एटा ठीक अछि सेमिति 11 नंबर 4 होल इंटू 2r प्लस 3s प्लस 5 एठी देखिबा बंटन नियम आमे प्रयोग करिबा 4 इंटू 2r हे गला 8r प्लस 4 इंटू 3s हे गला 12s प्लस 4 पंचांग केते पिले 20 जहा कि भूल देइछि जानी हिछि पिले नेक्स्ट देखिबा निम्नस्थ संख्याकल गुड़िक पई सूत्र निर्णय करी बीजगाणितिक परिप्रकाश रे लेख पिला माने एटा होछि गोटे मेसिन बा आमे कहूचे ताकू संख्याकल जहा द्वारा एठी आमे इनपुट देबा 5 एवं 2 एमिति किछि आमे एठी जोग वियोग गुणन हरण करिबा जहा द्वारा आंसर हमर 5 आसीबो तेबे 5 आउ 2 को नै कि कोन करिबा जहा द्वारा आंसर हमर 5 आसीबो सेमिति 8 एवं 1 को नै कि कोन करिबा आंसर 7 आसीबो सेही परि आगो को बढ़ी बढ़ी चलीछि तेबे आमे कोन करि पिला माने एई दुईटा जोग कर देखिबा 5 + 2 केते आसुछि 7 7 रु केते गले 5 आसीबो आमे -2 करिबा 5 आसी गला सेमिति 8 + 1 करो केते आसिला 9 सेइटु -2 करो हे गला 7 9 + 11 करिबा हे गला 20 20 रु आमे -2 करिबा आसी गला 18 सेमिति 10 + 10 करिबा हे गला 20 20 रु आमे -2 करिबा हे गला 18 सेमिति a + b रु आमे कोन करिबा -2 करि देबा तेनु a + b -2 एटा ही जिवो हमर परिप्रकाश तेबे आमे लिखिबा दुईटी संख्यार जोगफलरू 2 वियोग करिबा आमर सूत्रटी होउची दुईटी संख्यार जोगफलरू 2 वियोग करिबा बीजगाणितिक परिप्रकाशटी हेबो a + b -2 आमे दुईटी संख्या को जोग करूचे तापरे सेही जोगफलरू 2 को वियोग करूचे एवं पंचम परिप्रकाशटी हेबो a + b -2 बुझी हिजी पिले सेमिति आमे जदि द्वितीय चित्र को लक्ष्य करिबा 4 एठी अछि 1 4 एवं 1 को कोन करिबा जे आंसर आसीबो 5 आमे कोन करिबा पिले 4 * 1 करिबा केते आसिला 4 सेठी आमे 1 ऐड करिबा आसी गला 5 6 * 0 केते पिले 0 सेठी आमे 1 ऐड करिबा आसी गला 1 3 * 2 6 सेठी आमे 1 ऐड करिबा आसी गला 7 10 * 3 30 सेठी आमे 1 ऐड करिबा आसी जिवो 31 एवं a * b ab सेठु आमे 1 जोग करिबा तबे आसी जिवो ab + 1 बुझी हिछि ना पिले आमे लिखिबा दुईटी संख्यार गुणफल रे एक जोग करिबा सूत्रटी कोन हैला दुईटी संख्यार गुणफल रे आमे 1 जोग कलु बीजगाणितिक परिप्रकाशटी हेबो a * b + 1 बा ab + 1 चतुर्थ परिप्रकाशटी हेबो 31 एवं पंचम परिप्रकाशटी हेबो ab + 1 बुझी हिछि पिले नेक्स्ट देखिबा पिला माने एठी गोटे बहुत मजादार जिंस देइछि तुमे माने जानिले निहाती भाबरे मजा लागिबो देखो एठी तीनोटी चित्र देइछि चित्र a b एवं c एई तीनोटी चित्र पुणी थरे आगो को रिपीट करूछि बा पुनरावृत्ति करूछि देखो पिले ए नंबर चित्रटी पुणी डी रे अछि बी नंबर चित्रटी पुणी ई रे अछि एवं सी नंबर चित्रटी पुणी एफ रे अछि ठीक ना नाही जदि हमकु पचारा जाए
n-ତମ ଅବସ୍ଥିତି ପାଇଁ ଡିଜାଇନ୍ ସି କେଉଁ ସ୍ଥାନରେ ଦେଖାଯିବ? ଯଦି ମୁଁ କହିବି ସି ପରବର୍ତ୍ତୀ ଏପ୍ରେ ଆସିଛି, ତେବେ n-ତମ ସ୍ଥାନ ପାଇଁ ମୁଁ ଯଦି କହିବି ଗୋଟେ କିଛି ବି ନମ୍ବର କହିବି n-ତମ ସ୍ଥାନ ପାଇଁ ସି କେଉଁ ସ୍ଥାନରେ ଆସିବ? ମନେ ରଖ ପିଲେ 3 × n। କ'ଣ ପାଇଁ 3? ଯେହେତୁ ତୃତୀୟ ନମ୍ବରରେ ଏହି ଚିତ୍ରଟି ଅଛି, ତେଣୁ 3 × n ସ୍ଥାନରେ ଆସିବ। ଯଦି ପଚରା ହେଇଥାନ୍ତା ବିର ସ୍ଥାନ କେଉଁଠି, ତେବେ ଆମେ କରିବା 3n - 1, ଯେହେତୁ 3nର ଠିକ୍ ପୂର୍ବରେ ଅଛି। ସେମିତି ଏ ନମ୍ବର ସ୍ଥାନ କେତେବେଳେ ଆସିବ? 3n - 2, ଯେହେତୁ 3nରୁ 2 ବିୟୋଗ କଲେ ଏ ଆସୁଛି, ତେଣୁ ଏର ସ୍ଥାନ ହେବ 3n - 2। ଏଇଟା ତ ପିଲେ ସାଧାରଣ କଥା। ଏବେ ଦେଖ, ଏବେ କ୍ୱେଶ୍ଚନ୍ ପଚାରିଛି ଏକ ସ୍ଥାନର ଅବସ୍ଥିତି ସଂଖ୍ୟାରେ ଦିଆଯାଇଛି, ଏହି ସ୍ଥାନରେ କେଉଁ ଡିଜାଇନ୍ ଦୃଶ୍ୟମାନ ହେବ? ପିଲାମାନେ ଏହି ସଂଖ୍ୟା ଗୁଡ଼ା ରିପିଟ୍ କରି ଯାଇଛି। ତେବେ 122ତମ ସ୍ଥାନରେ କେଉଁ ଚିତ୍ରଟି ଆସିବ? 122ତମ ସ୍ଥାନରେ ଏ ଆସିବ ନା ବି ଆସିବ ନା ସି ଆସିବ? ଏଇଟା ଜାଣିବା ପାଇଁ ଆମେ କ'ଣ କରିବା? 122କୁ ଆମେ 3 ଦ୍ୱାରା ହରଣ କରିବା। 3 ଦ୍ୱାରା କାହିଁକି ହରଣ କଲେ? ଯେହେତୁ 3ଟି ଚିତ୍ର ଅଛି, ତେଣୁ 3 × 4 ଆସିଲା 12, 12ରୁ 12 ଗଲା 0, ଭାଗଶେଷ ଆସିଲା 2। ମନେ ରଖ ପିଲେ, ଯଦି ଭାଗଶେଷ 0 ଆସିଲା, ତେବେ ସି ନମ୍ବର ଚିତ୍ରଟି ଆସିବ। ଯଦି ଭାଗଶେଷ 2 ଆସିଲା, ତେବେ ବି ନମ୍ବର ଚିତ୍ରଟି ଆସିବ। ଏବଂ ଯଦି ଭାଗଶେଷ 1 ଆସିଲା, ତେବେ ଏ ନମ୍ବର ଚିତ୍ରଟି ଆସିବ। ତେବେ ଯେହେତୁ ଏଠି ଭାଗଶେଷ 2 ଆସିଛି, ତେଣୁ 122ତମ ସ୍ଥାନରେ କିଏ ଆସିବ ପିଲେ? ବି ଚିତ୍ରଟି ଆସିବ। ବୁଝିହେଲା ନା ପିଲେ? ସ୍ଥାନର ଅବସ୍ଥିତିକୁ 3 ଦ୍ୱାରା ଭାଗ କଲେ ଭାଗଶେଷ ରହୁଛି କି? ତଳ ସାରଣୀକୁ ପର୍ଯ୍ୟବେକ୍ଷଣ କର। ପିଲାମାନେ, ଯଦି ଆମକୁ ପଚାରିଥିବ 99ତମ ସ୍ଥାନ, 99ତମ ସ୍ଥାନରେ କିଏ ଆସିବ? ଆମେ 3 ଦ୍ୱାରା ଭାଗ କରିବା। ଭାଗଫଳ ଆସିଲା 33, ଭାଗଶେଷ ଆସିଲା 0, ତେଣୁ 0 ଯଦି ଆସିଲା, 0 ସ୍ଥାନରେ କିଏ ରହିବ ପିଲେ? 0 ଯଦି ଆସିଲା, ତେବେ ଡିଜାଇନ୍ ସି ରହିବ। ସେମିତି 122କୁ ଯେତେବେଳେ 3 ଦ୍ୱାରା ଭାଗ କଲେ ଭାଗଶେଷ ଆସୁଛି 2, ତେଣୁ ଯେହେତୁ ଭାଗଶେଷ 2 ଆସୁଛି, ଚିତ୍ର ବି ରହିବ। 148କୁ 3 ଦ୍ୱାରା ଭାଗ କଲେ ଭାଗଫଳ ଆସିଲା 49, ଭାଗଶେଷ ଆସିଲା 1, ଯେହେତୁ 1 ଆସିଲା, ତେଣୁ ଏ ଚିତ୍ରଟି 148ତମ ସ୍ଥାନରେ ରହିବ। ବୁଝିହେଇଛି ପିଲେ? ନେକ୍ସଟ ଦେଖିବା। 99, 122 ଏବଂ 148ତମ ସ୍ଥାନରେ କେଉଁ ଡିଜାଇନ୍ ଆସିବ? ଯେହେତୁ 99କୁ 3 ଦ୍ୱାରା ଭାଗ କଲେ 0 ଆସିଲା, ତେଣୁ ଏଇଠି ସି ଆସିବ। ଭାଗଶେଷ 2, ତେଣୁ ବି ଆସିବ। ଭାଗଶେଷ 1, ତେଣୁ ଏ ଆସିବ। ତେବେ କହିଲ ପିଲାମାନେ, 74ତମ ସ୍ଥାନରେ କେଉଁ ଚିତ୍ରଟି ଆସିବ? ଚିତ୍ର ଏ ଆସିବ ନା ଚିତ୍ର ବି ଆସିବ ନା ଚିତ୍ର ସି ଆସିବ? ଏଇଟା ମୋତେ କମେଣ୍ଟ ବକ୍ସରେ ଶୀଘ୍ର ଜଣାଅ। ନେକ୍ସଟ ଦେଖିବା। ଯେକୌଣସି 2 × 2 ବର୍ଗାକାର ଗ୍ରିଡ୍ର ବାମ ପାର୍ଶ୍ୱ ଉପର ସଂଖ୍ୟାକୁ ଏ ଧରି ନେଇ ଉଭୟ କର୍ଣ୍ଣ ସ୍ଥାନରେ ଥିବା ସଂଖ୍ୟା ଯୋଡ଼ାର ଯୋଗଫଳ ପାଇଁ ନିର୍ଣ୍ଣୟ ପରିପ୍ରକାଶର ସତ୍ୟତା ପରୀକ୍ଷା କର। ମନେକର ପିଲେ, ମୁଁ ଏଇ ଗ୍ରିଡ୍ଟିକୁ ନେଲି 8, 9, 15 ଆଉ 16। ମନେକର 8କୁ ମୁଁ ଏ ଧରିଲି। ଯଦି ମୁଁ 8କୁ ଏ ଧରିଲି, ତେବେ ଏଇଟା ଆସିଲା ଏ। ଏଇଟା କେତେ ହେବ ପିଲେ? a + 1। ଏଇଟା ହେଇଯିବ a + 7 ଏବଂ ଏଇଟା ହେଇଯିବ a + 8। ପ୍ରଶ୍ନ କ'ଣ କହୁଛି? ବାମ ପାର୍ଶ୍ୱ ଉପର ସଂଖ୍ୟାକୁ ଏ ଧରି ନେଇ ଆମେ ନେଲେ ଉଭୟ କର୍ଣ୍ଣ ସ୍ଥାନରେ ଥିବା ସଂଖ୍ୟା ଯୋଡ଼ାର ଯୋଗଫଳ। ଆମେ ଏଇଟା ଗୋଟିଏ କର୍ଣ୍ଣ a + 8, ଆଉ ଗୋଟିଏ କର୍ଣ୍ଣ ହେଉଛି a + 7, a + 1। ଏଇ କର୍ଣ୍ଣ ଯୋଡ଼ିର ଯୋଗଫଳ ନିର୍ଣ୍ଣୟ କରିବା। ପ୍ରଥମ କର୍ଣ୍ଣ a + 8 କେତେ ହେଇଗଲା ପିଲେ? 2a + 8। ସେମିତି ଦ୍ୱିତୀୟ କର୍ଣ୍ଣର ଯୋଗଫଳ a + 7 + a + 1 କେତେ ହେଇଗଲା? a ଆଉ a ହେଇଗଲା 2a, 7 ଆଉ 1 ହେଇଗଲା 8। ଦେଖିଲ ତ ପିଲାମାନେ, ଉଭୟ କର୍ଣ୍ଣଦ୍ୱୟର ଯୋଗଫଳ କେତେ ବାହାରିଲା? ସମାନ ଆସିଲା। ସେଇଟା ଆମକୁ ପରୀକ୍ଷା କରିବା ପାଇଁ କହିଥିଲା। ନେକ୍ସଟ ଦେଖିବା। ଗ୍ରିଡ୍ରେ ଥିବା ସମସ୍ତ ସଂଖ୍ୟାର ଯୋଗଫଳ ନିର୍ଣ୍ଣୟ କର। କେନ୍ଦ୍ରରେ ଥିବା ସଂଖ୍ୟା 15 ସହିତ ତୁଳନା କର। ଏହିପରି ଆକୃତିରେ ସଜ୍ଜିତ ହୋଇଥିବା ଆଉ ଏକ ସଂଖ୍ୟା ନେଇ ପରୀକ୍ଷା କର ତୁମେ କ'ଣ ପାଇଲ?
ପିଲାମାନେ ଆମକୁ ପ୍ରଥମେ କହିଛି ସମସ୍ତ ସଂଖ୍ୟା ଗୁଡ଼ିକୁ ଯୋଗ କର। ଆମେ ସବୁ ସଂଖ୍ୟା ଗୁଡ଼ାକୁ ମିଶାଇଲେ 8 + 14 + 22 + 16 + 15 ଗ୍ରିଡ଼ରେ ଥିବା ସମସ୍ତ ସଂଖ୍ୟାକୁ ଆମେ ମିଶାଇଲେ କେତେ ଆସିଲା ପିଲେ 75। ଏବେ ପ୍ରଶ୍ନ କହୁଛି ମଝିରେ ଯେଉଁ ସଂଖ୍ୟାଟି ଅଛି ଏବଂ ଯୋଗଫଳ ମଧ୍ୟରେ କ'ଣ ସମ୍ପର୍କ ଅଛି। ଏଇଠି ପିଲେ ଲକ୍ଷ୍ୟ କର ମଝି ସଂଖ୍ୟାଟି କେତେ 15। 15ର 5 ଗୁଣ ହେଉଛି 75 ବା 15ରେ ଯଦି ଆମେ 5 ଗୁଣନ କରିବା ତେବେ 75କୁ ପାଇବା। ସେମିତି ଆମେ ଆଉ ଗୋଟେ ଉଦାହରଣ ନେଲେ ମନେକର ପିଲେ 29, 35, 36, 37, 43 ଗୋଟିଏ ପ୍ଲସ୍ ଚିହ୍ନ ନେଲେ ସେଇ ପ୍ଲସ୍ ଚିହ୍ନ ଭିତରେ ଥିବା ସଂଖ୍ୟା ଗୁଡ଼ିକୁ ଯୋଗ କଲେ ଆସିଲା 180। ମଝି ସଂଖ୍ୟାଟି କେତେ ପିଲେ 36। ଆମେ ଲକ୍ଷ୍ୟ କଲେ 36ରେ ଆମେ ଯଦି 5 ଗୁଣନ କରୁଛେ ତେବେ ସେହି ଯୋଗଫଳ ବାହାରିଥିବା ସଂଖ୍ୟାଟି ପାଇଲେ। ତେବେ ଆମେ କ'ଣ ପାଇଲୁ ଏକ ଯୁକ୍ତ ଚିହ୍ନ ଗଠନ କରୁଥିବା ସଂଖ୍ୟା ଗୁଡ଼ିକର ସମଷ୍ଟି ସେହି ଚିହ୍ନର କେନ୍ଦ୍ରୀୟ ସଂଖ୍ୟାର 5 ଗୁଣ ଅଟେ। ବୁଝିପାରିଲ ପିଲେ ଯୋଗଫଳ ଯେତେ ଆସିଥିବ କେନ୍ଦ୍ରୀୟ ସଂଖ୍ୟାରେ ଯଦି ଆମେ 5 ଗୁଣନ କରିବା ଆମେ ଯୋଗଫଳରେ ଆସିଥିବା ସଂଖ୍ୟାଟାକୁ ପାଇବା। ନେକ୍ସଟ ଦେଖିବା ପିଲାମାନେ ଏଇଠି ପଚାରିଛି ଦିଆସିଲି କାଠିର କିଛି ସଂରଚନା ଦେଇଛି। ଯେମିତି ଦେଖ ପିଲେ ପ୍ରଥମେ ଦିଆସିଲି କାଠିର ଯେଉଁ ଚିତ୍ର ଅଛି ଏଇଠି 3ଟି ଦିଆସିଲି କାଠି ଅଛି। ତାପରେ କେତୋଟି ଅଛି 2 2 4 1 5ଟି। ତାପରେ ଅଛି 2 2 4 3 7। ତାପରେ ଅଛି 9ଟି। ଏମିତି ଆଗକୁ ବଢ଼ି ବଢ଼ି ଯାଇଛି। ପ୍ରଶ୍ନ ପଚାରିଛି 33ତମ ସ୍ଥାନରେ କେତୋଟି ଦିଆସିଲି କାଠି ରହିବ। ଏଇଟା ପ୍ରଥମ ସ୍ଥାନ, ଏଇଟା ଦ୍ୱିତୀୟ ସ୍ଥାନ, ଏଇଟା ତୃତୀୟ ସ୍ଥାନ, ଏଇଟା ଚତୁର୍ଥ ସ୍ଥାନ। ସେମିତି ଯଦି ଆମେ ଆଗକୁ ବଢ଼ି ବଢ଼ି ଯିବା ତେବେ 33ତମ ସ୍ଥାନ, 84ତମ ସ୍ଥାନ ଏବଂ 108ତମ ସ୍ଥାନରେ କେତୋଟି ଲେଖାଏଁ ଦିଆସିଲି କାଠି ରହିବ। ପିଲାମାନେ ଏଇଟା ଫାଇଣ୍ଡ କରିବା ପାଇଁ ବା ଖୋଜିବା ପାଇଁ ଗୋଟିଏ ସୂତ୍ର ଅଛି। ସୂତ୍ରଟି କ'ଣ 33ତମ ସ୍ଥାନରେ ଥିବା ଦିଆସିଲି କାଠି ସଂଖ୍ୟା ସମାନ 2 ଗୁଣନ 33 ପ୍ଲସ୍ 1। ଆମେ ସେହି ତମ ସ୍ଥାନରେ 2 ଗୁଣନ କରିବା ଏବଂ ପ୍ଲସ୍ 1 କରିବା। ତେବେ 2 ଗୁଣନ 33 ଆସିଗଲା 66 ଆଉ 1 କେତେ ହେଇଗଲା 67। ସେମିତି 84ତମ ସ୍ଥାନରେ କେତୋଟି ଦିଆସିଲି କାଠି ଅଛି 84ରେ ପ୍ରଥମେ ଆମେ 2 ଗୁଣନ କରିବା ଯେତେ ଆସିବ ସେଇଠି 1 ଯୋଗ କରିବା। 2 ଗୁଣନ 84 ଆସିଲା 168 ପ୍ଲସ୍ 1 169। ତାମାନେ 84ତମ ସ୍ଥାନରେ 169ଟି କାଠି ରହିବ। ସେମିତି 108ତମ ସ୍ଥାନରେ 217ଟି ଦିଆସିଲି କାଠି ରହିବ। ବୁଝିହେଇଛି ନା ପିଲେ। ତେବେ କହିଲ ଦେଖିବା 13ତମ ସ୍ଥାନରେ କେତୋଟି ଦିଆସିଲି କାଠି ରହିବ। ଏଇଟା ମଧ୍ୟ ମୋତେ କମେଣ୍ଟ ବକ୍ସରେ ଜଣାଅ। ତେବେ ପିଲାମାନେ ଦେଖିଲ ତ ଆମେ କେତେ ସହଜ ଉପାୟରେ ପ୍ରଶ୍ନ ଗୁଡ଼ିକର ସମାଧାନ କଲେ। ଆଶା କରୁଛି ତୁମେ ସବୁ ପ୍ରଶ୍ନର ଉତ୍ତରକୁ ଭଲ ଭାବରେ ନୋଟ୍ କରିଛ। ଏବେ ତୁମର କାମ ହେଉଛି ଘରେ ଏହି ପ୍ରଶ୍ନ ଗୁଡ଼ିକ ଆଉ ଥରେ ପ୍ରାକ୍ଟିସ୍ କରିବ। ଯଦି କିଛି ଡାଉଟ୍ ରହୁଛି ତେବେ ଟେଲିଗ୍ରାମ କିମ୍ବା ହ୍ୱାଟ୍ସଆପ୍ ଗ୍ରୁପରେ ଜଏନ୍ ହୋଇ ମୋତେ ଡାଇରେକ୍ଟ କଣ୍ଟାକ୍ଟ କରି ପଚାରିପାରିବ। ମୁଁ ନିହାତି ଭାବରେ ତୁମମାନଙ୍କୁ ସାହାଯ୍ୟ କରିବି। ନେକ୍ସଟ କ୍ଲାସ୍ଟି ପିଲେ ଏହି ଚାପ୍ଟରର ଲାଷ୍ଟ କ୍ଲାସ୍ ହେବ। ବାକି ଯେତେ ବି ପ୍ରଶ୍ନ ରହିଛି ଆମେ ସେହି କ୍ଲାସ୍ରେ ସବୁତକ ସାରିବା। ତେଣୁ ଯଦି ଆଜିର କ୍ଲାସ୍ ଭଲ ଲାଗିଛି ତେବେ ଏବେ ହିଁ ଭିଡ଼ିଓକୁ ଗୋଟିଏ ଲାଇକ୍ କରି ନିଜ ସ୍କୁଲ ତଥା ଟ୍ୟୁସନ୍ ସାଙ୍ଗମାନଙ୍କ ସହିତ ସେୟାର କରିଦିଅ। ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କର। ଆଜି ପାଇଁ ଏତିକି। ପୁଣି ଦେଖା ହେବ ପରବର୍ତ୍ତୀ କ୍ଲାସ୍ରେ ବାକି ରହିଥିବା ପ୍ରଶ୍ନ ଗୁଡ଼ିକର ସମାଧାନ ସହିତ। ସେ ପର୍ଯ୍ୟନ୍ତ ଭଲରେ ଥାଉ, ପଢ଼ୁଥାଉ ଏବଂ ଆଗକୁ ବଢ଼ୁଥାଉ।